ଏବେ ଜାଣିବା ରଥଯାତ୍ରା ବିଷୟରେ। ରଥଯାତ୍ରା କେବେ ପଡ଼େ? ଆଷାଢ଼ ମାସିଆ ଚାଦରେ ମୋ କାଳିଆ ଆସୁଛି ରଥରେ। ଆଷାଢ଼ ମାସରେ ରଥଯାତ୍ରା ପଡ଼େ। ରଥଯାତ୍ରାର ଆଉ ଦୁଇଟି ନାମ କହିଲ? ଘୋଷଯାତ୍ରା, ଗୁଣ୍ଡିଚା ଯାତ୍ରା। ରଥଯାତ୍ରା ପାଇଁ ରଥ ନିର୍ମାଣ କେବେଠାରୁ ଆରମ୍ଭ ହୋଇଥାଏ? ଅକ୍ଷୟ ତୃତୀୟା। ଜଗନ୍ନାଥଙ୍କ ରଥର ନାମ କ'ଣ? ନନ୍ଦିଘୋଷ। ନନ୍ଦିଘୋଷ ରଥ କେତେ ଖଣ୍ଡ କାଠରେ ନିର୍ମିତ ହୋଇଥାଏ? 742। ନନ୍ଦିଘୋଷ ରଥରେ କେତୋଟି ଚକ ଅଛି? 16ଟି। ନନ୍ଦିଘୋଷ ରଥର ହାଇଟ୍ କେତେ? 45 ଫୁଟ 6 ଇଞ୍ଚ। ନନ୍ଦିଘୋଷ ରଥରେ କେଉଁ ରଙ୍ଗର ଘୋଡ଼ା ଲାଗିଥାଏ? ଧଳା। ନନ୍ଦିଘୋଷ ରଥରେ ଲାଗିଥିବା ଦଉଡ଼ିର ନାମ କ'ଣ? ଶଙ୍ଖଚୂଡ଼। ନନ୍ଦିଘୋଷ ରଥର ସାରଥୀ କିଏ? ଦାରୁକ। ନନ୍ଦିଘୋଷ ରଥରେ ଜଗନ୍ନାଥଙ୍କ ସହିତ ଆଉ କିଏ ରହିଥାନ୍ତି? ମଦନ ମୋହନ। ବଳଭଦ୍ରଙ୍କ ରଥର ନାମ କ'ଣ? ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ। ତାଳଧ୍ୱଜ ରଥ କେତେ ଖଣ୍ଡ କାଠରେ ନିର୍ମିତ ହୋଇଥାଏ? 731। ତାଳଧ୍ୱଜ ରଥର ଉଚ୍ଚତା କେତେ? 45 ଫୁଟ। ତାଳଧ୍ୱଜ ରଥରେ ଲାଗିଥିବା ଦଉଡ଼ିର ନାମ କ'ଣ? ବାସୁକି। ତାଳଧ୍ୱଜ ରଥର ସାରଥୀ କିଏ? ମାତାଳି। ତାଳଧ୍ୱଜ ରଥର ଚକ ସଂଖ୍ୟା କେତେ? ତାଳଧ୍ୱଜ ରଥରେ କେତୋଟି ଚକ ଲାଗିଥାଏ? 14ଟି। ତାଳଧ୍ୱଜ ରଥରେ ବଳଭଦ୍ରଙ୍କ ସହିତ ଆଉ କିଏ ରହିଥାନ୍ତି? ରାମକୃଷ୍ଣ। ସୁଭଦ୍ରାଙ୍କ ରଥର ନାମ କ'ଣ? ଦେବଦଳନ। ଦେବଦଳନ ରଥ କେତେ ଖଣ୍ଡ କାଠରେ ନିର୍ମିତ ହୋଇଛି? 711। ଦେବଦଳନ ରଥରେ କେତୋଟି ଚକ ଅଛି? 12ଟି। ଦେବଦଳନ ରଥର ହାଇଟ୍ କେତେ? 44 ଫୁଟ 6 ଇଞ୍ଚ। ଦେବଦଳନ ରଥରେ କେଉଁ ରଙ୍ଗର ଘୋଡ଼ା ଲାଗିଥାଏ? ନାଲି ରଙ୍ଗର। ଦେବଦଳନ ରଥରେ ଲାଗିଥିବା ଦଉଡ଼ିର ନାମ କ'ଣ? ସ୍ୱର୍ଣ୍ଣଚୂଡ଼। ଦେବଦଳନ ରଥର ସାରଥୀ କିଏ? ଅର୍ଜୁନ। ଦେବଦଳନ ରଥରେ ସୁଭଦ୍ରାଙ୍କ ସହିତ ଆଉ କିଏ ରହିଥାନ୍ତି? ସୁଦର୍ଶନ। ରଥଯାତ୍ରାରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ରଥରେ ବସି କେଉଁଠିକୁ ଯାଆନ୍ତି? ମାଉସୀ ମା ଘରକୁ ଯାଆନ୍ତି। ଜଗନ୍ନାଥଙ୍କର ମାଉସୀ କିଏ? ଗୁଣ୍ଡିଚା ମା। ମାଉସୀ ମା ଘରକୁ କେତେ ଦିନ ପାଇଁ ଯାଆନ୍ତି? 9 ଦିନ ପାଇଁ ଯାଆନ୍ତି। ଯେଉଁଦିନ ସେମାନେ ଗୁଣ୍ଡିଚାରୁ ଶ୍ରୀମନ୍ଦିରକୁ ଫେରନ୍ତି ସେହି ଦିନଟିକୁ କ'ଣ କୁହାଯାଏ? ବାହୁଡ଼ା ଯାତ୍ରା। ବାହୁଡ଼ା ପରଦିନ ଯେଉଁ ହରିଶୟନ ଏକାଦଶୀ ଥାଏ ସେଦିନ ପ୍ରଭୁମାନଙ୍କୁ କେଉଁ ବେଶ କରାଯାଏ? ସୁନାବେଶ। ସୁନାବେଶ। ଗୋଟେ ରଥଯାତ୍ରାରୁ ବାହୁଡ଼ା ଭିତରେ ଗୋଟେ ଦିନ ହେରା ପଞ୍ଚମୀ ପାଳନ ହୁଏ। ସେଦିନ କ'ଣ ହୁଏ? ହେରା ପଞ୍ଚମୀ ଦିନ ଲକ୍ଷ୍ମୀ ମା ବହୁତ ଦୁଃଖରେ ଥାନ୍ତି, ତ ଜଗନ୍ନାଥ ତାଙ୍କୁ ମିଛରେ କହିକି ଯାଇଥାନ୍ତି ଯେ ଆମେ 2 ଦିନ ପରେ ଫେରି ଆସିବୁ। ତ ଯେମିତି 2 ଦିନ ପରେ ଫେରିଲେନି, ସେତେବେଳେ ଲକ୍ଷ୍ମୀ ମା ଯାଇକି ତାଙ୍କ ରଥ ଭାଙ୍ଗିଦେଲେ। ସୁନାବେଶ ପରଦିନ ଅଧର ଦ୍ୱାଦଶୀ ପଡ଼େ। ସେଦିନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାକୁ ଗୋଟେ ପଣା ଦିଆଯାଇଥାଏ। ସେଇ ପଣାକୁ କ'ଣ କୁହାଯାଏ? ଅଧପଣା। ଅଧରପଣା।